ଓମ୍ ଶାନ୍ତି। ସତ୍ୟ ପିତା ପରମାତ୍ମାଙ୍କର ଆଦି ସନ୍ତାନମାନଙ୍କୁ ପୁନଃ ଆଦି ଯୁଗ ଅର୍ଥାତ୍ ସତ୍ୟ ଯୁଗର ଅଧିକାରକୁ ପ୍ରାପ୍ତ କରିବାର ଆନ୍ତରିକତାର ସହିତ ଶୁଭେଚ୍ଛା, ଶୁଭ ଅଭିନନ୍ଦନ, ସୁସ୍ୱାଗତମ୍। ଶରୀର ତତ୍ତ୍ୱର ଗୀତଟିଏ ମନେ ପଡ଼େ। ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବରେ ମନ, ମାରିବ ଶୂନ୍ୟ ଲହଡ଼ି ଥୟ ନୋହିବ। ଏଠାରେ ଶରୀର ରୂପକ ଘରର କଥା କୁହାଯାଇଛି। ଏହି ଗତିଶୀଳ ଦୁନିଆର ଖେଳରେ କୌଣସି ଜିନିଷ ବି ସ୍ଥାୟୀ ନୁହେଁ। ଅବିରାମ ଗତିରେ ଘୁରି ଚାଲିଥିବା ସୃଷ୍ଟି ଚକ୍ରରେ ସବୁ କିଛି ପରିବର୍ତ୍ତନଶୀଳ। ଶରୀର, ବସ୍ତୁ, ବୈଭବ ସବୁ କିଛି ନୂଆରୁ ପୁରୁଣା ହେଇଥାଏ ଏବଂ ଶେଷରେ ବିନାଶକୁ ପ୍ରାପ୍ତ ହୋଇଥାଏ। ଗୀତାର ଏକ କଥାବସ୍ତୁ ବି ମନେ ପଡ଼େ। କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥାଏ। କୌରବ ପକ୍ଷ ଭାରି ପଡ଼ୁଥାନ୍ତି ପାଣ୍ଡବଙ୍କ ଉପରେ। ମହାରଥୀମାନେ ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥାନ୍ତି। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ଧନୁ ଉଠାଅ ଏବଂ ସମସ୍ତଙ୍କ ଉପରେ ବାଣ ନିକ୍ଷେପ କରି ଚାଲ। କିନ୍ତୁ ଅର୍ଜୁନ କହିଲେ, ମୁଁ କାହାକୁ ମାରିବି? ସମସ୍ତେ ତ ମୋର ନିଜର। ଶ୍ରୀକୃଷ୍ଣ ହସିଲେ, କହିଲେ, ଆରେ ତୁମେ କାହାକୁ ମାରିବ? ସମସ୍ତେ ତ ମରି ପଡ଼ିଛନ୍ତି। ତୁମେ ଖାଲି ନିମିତ୍ତ ମାତ୍ର ଏହି କାହାଣୀର ମୁଖ୍ୟ ନାୟକ ହେବା ପାଇଁ। ବାସ୍ତବିକ ଏହା କୌଣସି ହିଂସାର କଥା ନୁହେଁ କି ଜଣେ ଅର୍ଜୁନଙ୍କର କଥା ନୁହେଁ। ଆତ୍ମଜ୍ଞାନ ଅର୍ଜନ କରି ଖରାପ ଉପରେ ବା ମନ୍ଦ ଉପରେ ବିଜୟ ପ୍ରାପ୍ତ କରୁଥିବା ଆତ୍ମା ରୂପକ ଅର୍ଜୁନମାନଙ୍କର କଥା। ଭଗବାନ ଏଠାରେ କହୁଛନ୍ତି, ହେ ମୋର ଆତ୍ମିକ ସନ୍ତାନମାନେ, ବର୍ତ୍ତମାନ ଏହି ପୁରୁଣା ସଂସାର, ପୁରୁଣା ଦେହ, ଧନ ଦୌଲତ ସବୁ କିଛି ବିନାଶ ହେଇଯିବ। ତେଣୁ ଏହି ପୁରୁଣା ଦେହର ଅଭିମାନକୁ ଭୁଲ। ଏହାଠାରୁ ମୋହ ତୁଟେଇ ଦିଅ। ତେବେ ଆତ୍ମା ସମ୍ପୂର୍ଣ୍ଣ ସତୋପ୍ରଧାନ ପବିତ୍ର ହୋଇ ପବିତ୍ର ଦୁନିଆ ସତ୍ୟ ଯୁଗରେ ପବିତ୍ର ସୁନ୍ଦର ଶରୀର ପ୍ରାପ୍ତ କରିବ। ବାକି ଏଇ ପୁରୁଣା ଶରୀର ତ ନଷ୍ଟ ହେଇକି ହିଁ ଅଛି। ଏହି ସୃଷ୍ଟି ନାଟକର ଅଟଳ ନିୟମକୁ ବର୍ତ୍ତମାନର ମନୁଷ୍ୟ ଜାଣି ହିଁ ନାହାନ୍ତି କି ଯେତେବେଳେ ଜ୍ଞାନ ଅଛି ସେତେବେଳେ ଭକ୍ତି ନାହିଁ, ଆଉ ଯେତେବେଳେ ଭକ୍ତି ଅଛି ସେତେବେଳେ ଜ୍ଞାନ ନାହିଁ। ଯେତେବେଳେ ଦୁନିଆ ପବିତ୍ର ଥାଏ ସେତେବେଳେ କେହି ପତିତ ମନୁଷ୍ୟ ନଥାନ୍ତି, ଆଉ ଯେତେବେଳେ ପତିତ ଦୁନିଆ ଥାଏ ସେତେବେଳେ କେହି ହେଲେ ଜଣେ ବି ପବିତ୍ର ମନୁଷ୍ୟ ନଥାନ୍ତି। ଏହା ହେଉଛି ଏହି ସୃଷ୍ଟି ନାଟକର ଅଟଳ ନିୟମ, ଯାହାକୁ ମନୁଷ୍ୟ ଜାଣି ନାହାନ୍ତି। ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଗୁହ୍ୟ କଥା ହେଉଛି କାଶୀ କଲବର୍ଟର। ଭାବୁଛି ଅନେକ ଆମମାନଙ୍କ ଭିତରୁ ଏହା ଜାଣିନଥିବେ, କାରଣ ବହୁ ବର୍ଷ ହେଲାଣି ସରକାର ଏହି ପ୍ରଥାକୁ ବନ୍ଦ କରିଦେଇଛନ୍ତି। ପରମ୍ପରାଟି ଏହିପରି ପାଳିତ ହେଉଥିଲା କି କାଶୀ ବିଶ୍ୱନାଥଙ୍କ ପାଖରେ ଏକ ବିରାଟ କୂପ ଥିଲା, ଯାହା ସମ୍ପୂର୍ଣ୍ଣ ତୀକ୍ଷ୍ଣ ଖଣ୍ଡା ଦ୍ୱାରା ଆଚ୍ଛାଦିତ ହୋଇଥିଲା। କୁହାଯାଏ ନା କି ମାଛି ପଡ଼ିଲେ ନବଖଣ୍ଡ, ଠିକ୍ ସେହିଭଳି ଖଣ୍ଡାକୁ ଏପରି ଭାବରେ ଖଞ୍ଜା ଯାଇଥିଲା କି ଯେ କେହି ପଡ଼ିଲେ ଖଣ୍ଡ ବିଖଣ୍ଡିତ ହେଇ ମୃତ୍ୟୁକୁ ପ୍ରାପ୍ତ କରିବ। ଏବଂ ତଳେ
ଶିବଲିଙ୍ଗ ପ୍ରତିଷ୍ଠା କରାଯାଇଥିଲା। ଯେଉଁମାନେ ପ୍ରଗାଢ଼ ଭକ୍ତିର ସହିତ ନିଜକୁ ଶିବଙ୍କ ଉପରେ ସମର୍ପିତ କରିବାକୁ ଚାହିଁଥାନ୍ତି, ସେମାନେ ଗଡ଼ି ଗଡ଼ି ଯାଇ ସେହି କୂପ ମଧ୍ୟରେ ପଡ଼ନ୍ତି ଏବଂ ସମ୍ପୂର୍ଣ୍ଣ ଖଣ୍ଡ ବିଖଣ୍ଡିତ ହୋଇଯାଆନ୍ତି, ଯାହାକୁ କୁହାଯାଉଥିଲା କାଶୀ କଲବଟ। ବାସ୍ତବରେ ଏହା ଏକ ଅନ୍ଧବିଶ୍ୱାସ ନୁହେଁ ତ ଆଉ କ'ଣ? ଯାହା ହେଉ, ଏହା ଏକ କୁତ୍ସିତ ପରମ୍ପରା ବୋଲି ଅନୁଭବ କରି ସରକାର ଏହାକୁ ବନ୍ଦ କରିଦେଇଛନ୍ତି। ବାସ୍ତବରେ ଶିବଙ୍କ ଉପରେ ବଳି ଚଢ଼ିବାର ଅର୍ଥ ହେଉଛି ନିଜକୁ ବୁଦ୍ଧି ସହିତ ଭଗବାନଙ୍କ ଉପରେ ସମର୍ପିତ କରିଦେବା, ଅର୍ଥାତ୍ ଏକ ନିରାକାର ପରମାତ୍ମା ଶିବ ଭଗବାନଙ୍କ ସ୍ମୃତିରେ ରହିବା, ଯେପରି ଅନ୍ତିମ ସମୟରେ ଅନ୍ୟ କାହାର ବି ସ୍ମୃତି ନ ଆସୁ। ବଳି ପଡ଼ିବା ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବା, ଯେଉଁଥିରେ ଟିକିଏ ହେଲେ ବି ଦଣ୍ଡ ଭୋଗ କରିବାକୁ ପଡ଼ିନଥାଏ। ଏହା ହିଁ ବାସ୍ତବିକ କାଶୀ କଲବଟ। ଶିବ ବାବା କହୁଛନ୍ତି, ମନ, ବଚନ ଏବଂ କର୍ମରେ କାହାରିକୁ ମଧ୍ୟ ଦୁଃଖ ଦେବା ଉଚିତ ନୁହେଁ କି କାହାଠାରୁ ଦୁଃଖ ମଧ୍ୟ ଗ୍ରହଣ କରିବା ଉଚିତ ନୁହେଁ। ଅର୍ଥାତ୍ କାହାର ସେହିଭଳି ପ୍ରଭାବରେ ଆସିବା ଅନୁଚିତ। କାହାରି କଥାକୁ ମନ ବୁଦ୍ଧିରେ ରଖିବାର ମଧ୍ୟ ନାହିଁ। ଭଗବାନଙ୍କ ସମାନ ପ୍ରେମର ସାଗର ହେବାକୁ ପଡ଼ିବ। ଭଗବାନ କହୁଛନ୍ତି, ସମୟ ମିଳିଲେ ଏକାନ୍ତରେ ବସି ବିଚାର ସାଗର ମନ୍ଥନ କରି ଅନ୍ୟମାନଙ୍କୁ ମଧ୍ୟ ବୁଝେଇବାର ଅଛି। ଭଗବାନଙ୍କର ବିଶ୍ୱ ପରିବର୍ତ୍ତନର ସେବାରେ ସହଯୋଗୀ ହେବା ଦରକାର। ନିଜର ଚେହେରା ଏବଂ ଚାଲିଚଳନ ଦ୍ୱାରା ଆଧ୍ୟାତ୍ମିକ ରାଜକୀୟତାର ଅନୁଭବ କରୁଥିବା ସମ୍ପୂର୍ଣ୍ଣ ପବିତ୍ର ହେବା ଆବଶ୍ୟକ। ତେଣୁ ତୁମେ ସମସ୍ତେ ଜ୍ଞାନ ରୂପୀ ଦର୍ପଣରେ ନିଜେ ନିଜକୁ ଦେଖ ବା ଚେକ୍ କର ଯେ ମୋର ଚେହେରାରେ, ଚାଲିଚଳଣିରେ ସାଧାରଣତା ଦେଖାଯାଉ ନାହିଁ ତ? ଆଧ୍ୟାତ୍ମିକ ରାଜକୀୟତା ଦେଖାଦେଉଛି ତ? ସଦାସର୍ବଦା ପରମାତ୍ମା ପାଳନାରେ ରହିବା ହିଁ ଭାଗ୍ୟବାନ ହେବା। କାରଣ ଭଗବାନ ହେଉଛନ୍ତି ଭାଗ୍ୟ ବିଧାତା। ସମସ୍ତଙ୍କର ଭାଗ୍ୟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ଏଭଳି ଭାବରେ କରୁଛନ୍ତି ଭଗବାନ, ଯାହାକି ସାଧାରଣ ମନୁଷ୍ୟରୁ ଦୈବୀ ଗୁଣ ସମ୍ପନ୍ନ, 16 କଳା ସମ୍ପନ୍ନ, ସର୍ବଗୁଣ ସମ୍ପନ୍ନ, ସମ୍ପୂର୍ଣ୍ଣ ଅହିଂସକ, ସମ୍ପୂର୍ଣ୍ଣ ନିର୍ବିକାରୀ, ମର୍ଯ୍ୟାଦା ପୁରୁଷୋତ୍ତମ ଦେବୀ ଦେବତା କରୁଛନ୍ତି। ଏହାଠାରୁ ବଳି ବଡ଼ ଭାଗ୍ୟ ଆଉ କ'ଣ କିଛି ହେଇପାରେ? ତେଣୁ ଏହାର ମହତ୍ତ୍ୱକୁ ବୁଝି ବର୍ତ୍ତମାନ ସ୍ୱୟଂ ପରମାତ୍ମା ଭଗବାନ ଯେଉଁ ସଚ୍ଚା ଜ୍ଞାନ ବା ଶ୍ରୀମତ ଦେଉଛନ୍ତି, ତାହାକୁ ଧାରଣ କରିବା ହିଁ ବୁଦ୍ଧିମାନର କାର୍ଯ୍ୟ। ଆଚ୍ଛା, ଆଜି ପାଇଁ ଏଇଠାରେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେ ସମସ୍ତେ ଆତ୍ମିକ ସନ୍ତାନମାନେ ଏକତ୍ରିତ ହେବା ଏବଂ ସେହି କଲ୍ୟାଣକାରୀ ଭାଗ୍ୟ ବିଧାତା ପରମାତ୍ମା ନିରାକାର ଶିବ ଭଗବାନଙ୍କର ଆଉ କିଛି ଭାଗ୍ୟ ପରିବର୍ତ୍ତନ କଲା ଭଳି ଅମୂଲ୍ୟ ମହାବାକ୍ୟର ଶ୍ରବଣ
ମନନ ଏବଂ ଧାରଣ କରିବା। ନିଜର କଲ୍ୟାଣ କରିବା ସହିତ ସାରା ବିଶ୍ୱର ମଧ୍ୟ କଲ୍ୟାଣ କରିବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।